ତ ମାଲିକେ ଜୟ ଜଗନ୍ନାଥ। ସନ୍ଧ୍ୟାବେଳେ ଟିକେ ମନ ହେଲା ମଟର ସୁପ୍ କରି ପିଇବା ପାଇଁ, ତ ହାତ ତିଆରି ମଟର ସୁପ୍ କରିବା ଆଉ ତାର ମଜା ନେବା। ତ ଡେରି କାହିଁକି, ଫଟାଫଟ ଆସନ୍ତୁ। ମଟର ସୁପ୍ ବନେଇବା ପାଇଁ ମଟରକୁ ପ୍ରଥମେ ମୁଁ ଦିନରେ ପାଣିରେ ଭିଜେଇ ଦେଇଥିଲି, ଆଉ ମଟର ଗୁଡ଼ା ବି ପାଣିରେ ପଡ଼ି ଦେଖିପାରୁଥିବେ ଫୁଲିଗଲାଣି। କେତେ ସୁନ୍ଦର ଦେଖାଯାଉଛି ମଟର ଗୁଡ଼ା, ଆଉ ବହୁତ ଭଲ ବି ଲାଗୁଛି। ମଟର ଗୁଡ଼ିକ ସାମାନ୍ୟତଃ ଟାଣ ହୋଇଥାଏ, ଆଉ ମଟରକୁ ଟିକେ ନରମ ଆଉ ସଫ୍ଟ ବନେଇବା ପାଇଁ ମୁଁ ପ୍ରେସର କୁକରରେ ବସେଇଦେଲି ଆଉ ଧୋଇଦେଲି। ମଟର ସୁପ୍କୁ ଚଟପଟା ବନେଇବା ପାଇଁ ମୁଁ ନେଇଛି ହାତ ତିଆରି ମସଲା, ଶୁଖିଲା ଲଙ୍କା, ଡାଲଚିନି ଆଉ ଜିରା। ଆକୁ ପ୍ରଥମେ ଭଲସେ ଗରମ କରି ଭାଜି ନେବା। ମସଲା ଗୁଡ଼ିକ ଦେଖିପାରୁଥିବେ ହେଇଗଲେ, ଆକୁ ପ୍ରଥମେ ହେମଦସ୍ତାରେ ଭର୍ତ୍ତି କରିବା ଆଉ ଛେଚିବା ଯେଉଁ ପର୍ଯ୍ୟନ୍ତ ଇଏ ଗୁଣ୍ଡ ନ ହୋଇଯାଇଛି। ଆଉ ଗୁଣ୍ଡ କରିବା ପାଇଁ ତାକୁ ଭଲସେ ପୁରା ପତଳା କରି ଛେଚିବାକୁ ପଡ଼ିବ। ମଟର ସୁପ୍ ବନେଇବା ପୂର୍ବରୁ ପ୍ରଥମେ ଆଣିଥିବା କଞ୍ଚା ବିଲାତି, କିଛି ଧନିଆ ପତ୍ର ଆଉ ଗାଜରକୁ ପ୍ରଥମେ ଗୁଣ୍ଡ ଗୁଣ୍ଡ କରି କାଟି ନେବା, କାହିଁକିନା ଏସବୁର ପରିମାଣ ତା ଦେହରେ ନିହାତି ଜରୁରୀ। ଏସବୁର ଟେଷ୍ଟ ପୁରା 2 ଗୁଣା ବଢ଼ିଯାଇଥାଏ ମଟର ସୁପ୍ରେ ପଡ଼ିଲା ମାତ୍ରକେ। ଆଉ ମଟର ଗୁଡ଼ାକୁ ଦେଖିପାରୁଥିବେ ଭଲସେ ସିଝିକି ରେଡ଼ି ହେଇଗଲେ, ତାକୁ ପ୍ରଥମେ ସଫା ପାତ୍ରରେ କାଢ଼ି ନେବା। ଆଉ ଗୋଟେ ପାତ୍ରରେ କାଢ଼ି ସାରିଲା ପରେ ତା ଦେହରେ ଟିକେ ଲେମ୍ବୁ ଆଉ ଆମର ପଡ଼ିଥିବା ଜିରା ଲଙ୍କା ଗୁଣ୍ଡକୁ ପକେଇ ଭଲସେ ସର୍ଭ କରିନେବା। ଏବେ ଚାଲନ୍ତୁ, ପ୍ରସ୍ତୁତ ହେଇଯାଇଛି ଆମର ମଟର ସୁପ୍। ଟେଷ୍ଟ କରି ଦେଖିବା କେମିତି ଲାଗେ। ସତରେ ସାଙ୍ଗମାନେ ମଟର ସୁପ୍ଟା ଏତେ ଟେଷ୍ଟି ହୋଇଥିଲା କହିଲେ ନ ସରେ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର କରିବେ। ରହୁଛି ଜୟ ଜଗନ୍ନାଥ।